ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳି ସକାଳ 9ଟା ପରେ ଘରୁ ପଦାକୁ ଗୋଡ଼ କାଢ଼ିବା ଏକରକମ ମୁସ୍କିଲ। ସାରା ରାଜ୍ୟରେ ଏଭଳି ଅବସ୍ଥା ଲାଗି ରହିଥିବା ବେଳେ ଝାରସୁଗୁଡ଼ାରେ ତାପମାତ୍ରା 46 ଡିଗ୍ରୀ ପାଖାପାଖି ରହୁଛି। ସକାଳୁ ସକାଳୁ ଆରମ୍ଭ ହୋଇଯାଉଛି ଗୁଳୁଗୁଳି। ରାସ୍ତାରେ ଯାତାୟାତ କରୁଥିବା ଲୋକେ ମୁଣ୍ଡରେ ଗାମୁଛା, ଛତା, ରୁମାଲ ବାନ୍ଧି ଯାଉଛନ୍ତି। ଥଣ୍ଡା ପାନୀୟ ଦୋକାନରେ ଲୋକଙ୍କ ଭିଡ଼ ଜମୁଛି। ସେହିପରି ଫ୍ରିଜ୍, କୁଲର, ଏସି ଦୋକାନରେ ମଧ୍ୟ ଏହି କିଛି ଦିନ ହେଲା ବିକ୍ରି ବଢ଼ିଯାଇଛି। ନୂଆପଡ଼ା ସହରରେ ମଧ୍ୟ ସେହି ଏକା ଅବସ୍ଥା। ତାପମାତ୍ରା 45 ଡିଗ୍ରୀ ଉପରେ। ସକାଳ 10ଟା ପରେ ରାସ୍ତାଘାଟ ସୁନସାନ ହୋଇଯାଉଛି। ଅସହ୍ୟ ଗରମ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଓ ପିଇବା ପାଣି ସମସ୍ୟା ଲୋକଙ୍କ କଷ୍ଟକୁ ଆହୁରି ବଢ଼ାଇ ଦେଇଛି। ଭଦ୍ରକ ସହରରେ ମଧ୍ୟ ଗତ କିଛି ଦିନ ହେଲା ପାରା 40 ଡିଗ୍ରୀ ତଳକୁ ଖସୁନି। ଦିନ 10ଟା ପରଠାରୁ ଅତି ଦରକାର ନହେଲେ ଘରୁ ଗୋଡ଼ କାଢ଼ିବାକୁ ଭୟ। ତାତିରୁ ତ୍ରାହି ପାଇବା ଲାଗି କିଏ ଛାଇ ଖୋଜୁଛି ତ କିଏ ଥଣ୍ଡା ପାନୀୟ। କେବଳ ପଶ୍ଚିମ ଓଡ଼ିଶା ନୁହେଁ, ଉପକୂଳ ଓଡ଼ିଶାରେ ବି ଗରମରେ ଅସ୍ତବ୍ୟସ୍ତ ଜନଜୀବନ।